ନିର୍ବନ୍ଧ ସରିଥିଲା ଡଲିର। ବାହାଘର ହୋଇଥାନ୍ତା। ମାମୁଁ ଘରେ ହୋଇଥିଲା ନିର୍ବନ୍ଧର ସବୁ କାର୍ଯ୍ୟ। କିନ୍ତୁ ତା ପରଦିନ ତାଙ୍କର ଏକ ବିଲ ମଝିରୁ ବାହାରିଲା ଡଲିଙ୍କର ମୃତ ଶରୀର ଏବଂ ତା ବେକକୁ କୁଡ଼ାରୀରେ 11 ଥର ହଣା ହୋଇଯାଇଛି। କ'ଣ ପାଇଁ ଡଲିର ଏପରି ଅବସ୍ଥା ହେଲା? ପୂର୍ବ ଶତ୍ରୁତା ନା ଆଉ କିଛି? ଶୁଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ। ଡଲି, ଯିଏକି ଜଗତସିଂହପୁରର ଝିଅ, ଯାହାର ବିଭାଘର ଲାଗିଯାଇଥିଲା ଏବଂ ମାମୁଁ ଘରେ ନିର୍ବନ୍ଧ ହୋଇଯାଇଥିଲା। ମାମୁଁ ଘରେ ବାହାଘର ହୋଇଯାଇଥାନ୍ତା। ଘରକୁ ଆସିଥିଲା। ବାପାକୁ କହିଲା ଯେ ମୁଁ ଯାଉଛି ବୁଲିବା ପାଇଁ। ଝିଅ ଯାଇଛି ତ ଯାଇଛି, କିନ୍ତୁ ଝିଅର ଆଉ ଅତାପତା ନାହିଁ। ବିଲରେ ମିଳିଲା ଝିଅର ଲାଶ। ମା ବୋବାଳଉଛି, କାନ୍ଦୁଛି, କାନ୍ଦିକି ଝିଅକୁ ଖୋଜୁଛି। ବାପାର ଶତ୍ରୁତା ଥିଲା ଗାଁରେ ଗୋଟେ ଲୋକ ସହିତ। ପୋଲିସ ସବୁ ଦିଗରୁ ତଦନ୍ତ କରୁଛନ୍ତି। କିଏ ମାରିଛି ଡଲିକି? ତାର ପୂର୍ବ ପ୍ରେମିକ ନା ବାପାର ଲାଗିଥିବା ଯେଉଁ ଶତ୍ରୁତା, ଘରର କଳି ଲାଗିଥିଲା, ସେ ଶତ୍ରୁତାକୁ ମାରିଛି? କିଏ ମାରିଲା ଡଲିକି? ଯଦି ମାରିବାର ଥିଲା ଏକାଥରେ କାହିଁ ନ ମାରିଲା? 16 ଚୋଟ ମାରିଛି ଡଲି ବେକକୁ। ବିଭତ୍ସ ହତ୍ୟାକାଣ୍ଡ। କି ନୃଶଂସ ମଣିଷ! ଏଇଭଳି ଭାବରେ ଯଦି ଲୋକମାନେ ରାକ୍ଷସ ପାଲଟି ଯାଆନ୍ତି ତାହେଲେ ଲୋକ ବଞ୍ଚିବେ କିପରି? ଆଜିକାଲି ଝିଅ ପିଲାମାନଙ୍କୁ ରାତିରେ ଛାଡ଼ିବାକୁ ଲୋକମାନେ ଭୟ କରୁଛନ୍ତି। କ'ଣ କରୁଛି ପ୍ରଶାସନ? କ'ଣ କରୁଛି ଏ ଆଇନ? କ'ଣ କରୁଛି ଏ ସଂସାର? ଇଏ ଲୋକମାନେ କ'ଣ ଏଇ ଝିଅଟାକୁ ଫେରେଇ ଦେବେ? ଏ ଆଇନ କାନୁନ କ'ଣ ଫେରେ ଝିଅଟା ଜୀବିତ କରିଦେବ? ଏହା ହେଉଛି ପ୍ରଶ୍ନବାଚୀ। ଆଜି କାନ୍ଦୁଛି ଜଗତସିଂହପୁରବାସୀ, ଆଜି କାନ୍ଦୁଛି ଡଲିର ବାପା ମା। ଆଜି ଶୋକସଭାରେ ଅଛନ୍ତି। ଝଗଡ଼ା କରିଥିଲା ମୋ ସାଙ୍ଗରେ। ସେ ମୋତେ କହିଥିଲା, ଡାଇରେକ୍ଟ କହିଥିଲା, କହିଲା ତୋ ଘରେ ବମ୍ ପକେଇଦେବି, ନହେଲେ ମାଏ ତୋ ଝିଅକୁ ବାହାର କରେଇଦେବି, ତାକୁ ମାରିଦେବି। କ'ଣ ପାଇଁ କହିଥିଲା? ଝଗଡ଼ା ହେଇଥିଲା। ଗୋଟେ ଘର ତିଆରି ହେଉଥିଲା। ସେ ଆମେ ଏଠି ବୁଝାସୁଝା କରୁଥିଲୁ, ଯୋଗାଯୋଗ କରୁଥିଲୁ। ଯୋଗାଯୋଗ କରିବା ଭିତରେ ସେ ଲୋକକୁ କହିବା ଭିତରେ ମୁଁ ଟିକେ ବାହାରି ପଡ଼ିଲି। ମୁଁ କହିଲି କାହିଁ କହୁଛୁ, ବାହାର ଲୋକଙ୍କୁ କହୁଛୁ କାହିଁ? ଏଇ ହିସାବରେ ଝଗଡ଼ା ହେଇଥିଲା। ମୁଁ ଥାନାରେ ବି ଏଫଆଇଆର ଦେଇଥିଲି। ସେ ଦାଦା ଘରୁ ଯାଇନି, ଆମ ଗାଁର ତାଙ୍କ ଘରୁ ଯାଆନ୍ତି। ତାଙ୍କ ଘରେ ସେ କେହି ନଥିଲେ। ମୁଁ ନଥିଲି ଘରେ, ମୁଁ ଗାଡ଼ି ଯାଇଥିଲି। ତାପରେ ତା ବୋଉ ଯେତେବେଳେ ଯାଇଥିଲା ବେଳେ ସେତେବେଳେ ଦେଖିଲା ଡଲିର ମୃତ ଶରୀର ଏବଂ ରକ୍ତ ଜୁଡ଼ୁବୁଡ଼ୁ ଶରୀର। ଆକୁ ଦେଖିଲା ପରେ ପୋଲିସକୁ ଫୋନ କରାଯାଇଥିଲା ଏବଂ ପୋଲିସ ଆଜି ତଦନ୍ତ ଜାରି ରଖିଛି। ଜଗତସିଂହପୁରର ଏ ନ୍ୟୁଜ୍ଟି। ଡଲି ଓରଫ ସସ୍ମିତା ଦାସ, ତାର ମୃତ ଶରୀର ଏଇଭଳି ଭାବରେ ପଡ଼ିଛି। ବାପା ମା କାନ୍ଦିକି ବେହୋସ। ବାପା ମା ମାନଙ୍କର ହୋସ ଉଡ଼ି ଯାଉଛି। କିଏ କରିବ ଡଲିର? କିଏ ପୋଛିଦେବ ଡଲି ଆଖିର ଲୁହ? ଡଲି ମା ଆଖିର ଲୁହ। ବହୁତ ଦୁଃଖରେ ଅଛନ୍ତି ମା। ଆମେ ନ୍ୟୁଜ୍ 24 ନ୍ୟୁଜ୍ ଆପଣଙ୍କୁ ଏଇ ନ୍ୟୁଜ୍ଟି ଜଣାଉଛୁ। ଡଲିକୁ ଯେଉଁମାନେ ମାରିଛନ୍ତି ତାଙ୍କୁ କଠୋରରୁ କଠୋର ସଜା ଦିଆଯାଉ ଏବଂ ଆମେ ତ ସରକାରଙ୍କୁ ଅପିଲ କରୁଛୁ, ଯେଉଁମାନେ ଦୋଷୀ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ଏବଂ ଡଲିର ବାପା ମା ମାନଙ୍କୁ ସାନ୍ତ୍ୱନା ଦିଆଯାଉ। ସାନ୍ତ୍ୱନାମୂଳକ ଭାବରେ କିଛି ଅର୍ଥରାଶି ଯଦି ପ୍ରଦାନ କରନ୍ତେ ଆମେ ବହୁତ ଖୁସି ହୁଅନ୍ତୁ। ମୁଁ ମୋହନ ସରକାରଙ୍କୁ, ଆମର ବିଜେପି ସରକାରଙ୍କୁ, ଆମ ଦେଶର ସରକାରଙ୍କୁ, ଲୋକଙ୍କ ସରକାରଙ୍କୁ ଅନୁରୋଧ କରିବି ନ୍ୟୁଜ୍ 24 ମାଧ୍ୟମରେ, ଉତ୍ତମ 24 ନ୍ୟୁଜ୍ ମାଧ୍ୟମରେ, ଯେ ଡଲିର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ଏବଂ ଲୋକଙ୍କୁ, ଯେଉଁମାନେ ଏହାକୁ ଘଟେଇଛନ୍ତି ତାଙ୍କୁ କଠୋର ସଜା ମିଳୁ ଏବଂ ଡଲିର ଫ୍ୟାମିଲିଙ୍କୁ କିଛି ଅର୍ଥ ସାହାଯ୍ୟ ଦେଲେ ମୁଁ ଚିର ଉପକୃତ ଆମେ ହେବୁ। ମୋ ଚ୍ୟାନେଲ୍ ମାଧ୍ୟମରେ ଯେଉଁମାନେ ଏ ଭିଡ଼ିଓଟି ଦେଖୁଛନ୍ତି, ଏ ଭିଡ଼ିଓଟିକୁ ପ୍ରଥମେ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ, ଯାହାଫଳରେ ଏ ନ୍ୟୁଜ୍ଟି ସବୁଆଡ଼େ ପହଞ୍ଚି ପାରିବ ଏବଂ ଡଲିକୁ ନ୍ୟାୟ ମିଳିପାରିବ। ସସ୍ମିତା ସାହୁ ଡଲି, ଯିଏକି ଜଗତସିଂହପୁରର ଝିଅ, ଯାହାର ବାହାଘର ହେବାର ଥିଲା କିନ୍ତୁ ବାହାଘର ହୋଇପାରିଲା ନାହିଁ। ଝିଅ ବାହା ହେବ କ'ଣ? ମୃତ୍ୟୁରେ ବରଣ କଲା।